ডাইসটা মানে দিবা যদি ডাইসটা মানে দিবা ଗୋଟେ ଖାଲି ଆଜ୍ଞା ପରିଚୟ ଆଜ୍ଞା ମୁଁ ବରିଷ୍ଠ ମଞ୍ଚ ଉପସ୍ଥାପକ ସାହିତ୍ୟିକ ଶିବସୁନ୍ଦର ମିଶ୍ର। ଆଜିର କାର୍ଯ୍ୟକ୍ରମ ବିଷୟରେ କ'ଣ କହିବେ? ଆଜି ଅନୁରାଗ ସାହିତ୍ୟ ସଂଗଠି ଟ୍ରଷ୍ଟ ତରଫରୁ ନାଗାସାକି ଦିବସ ପାଳିତ ହେଉଛି। ଶାନ୍ତି ଉପରେ ଆଲୋଚନା କରାଯାଉଛି ଏବଂ କବିତା ଆସର ଅନୁଷ୍ଠିତ ହେଉଛି। ଯେତେବେଳେ ପୃଥିବୀରେ ଯୁଦ୍ଧର ଘନଘଟ ଛାଇ ଯାଇଛି ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ନାଗରିକମାନେ ମୃତ୍ୟୁକୁ ଆଶଙ୍କା କରୁଛନ୍ତି, ଭୟରେ କାଳାତିପାତ କରୁଛନ୍ତି। ତେଣୁ ମୃତ୍ୟୁ ଭୟକୁ ଦୂର କରିବା ପାଇଁ ଏବଂ ପୃଥିବୀକୁ ଶାନ୍ତି ଦେବା ପାଇଁ ଆଜିର ଦିବସଟି ଅଭିପ୍ରେତ। ଏବଂ ଆମେ ଦେଖୁଛୁ ଯେ ସମଗ୍ର ବିଶ୍ୱରେ ପରସ୍ପର ଭିତରେ ସନ୍ଦେହ, ମତାନ୍ତର, ମନାନ୍ତର ଏବଂ କୂଟନୀତି ଚାଲିଛି, ଯାହାଫଳରେ ପୃଥିବୀ ପ୍ରତି ବିପଦ ଘନି ଆସୁଛି। ବର୍ତ୍ତମାନ 1945 ମସିହାରେ ଯେଉଁ ବୋମା ପଡ଼ିଥିଲା ହିରୋସୀମା ନାଗାସାକି ଉପରେ, ତାଠୁ ଅନେକ ଗୁଣେ ଶକ୍ତିଶାଳୀ ବୋମା ପୃଥିବୀ ପାଇଁ ସଂରକ୍ଷିତ ହୋଇକରି ଅଛି। ଯଦି ଉଦ୍ଭ୍ରାନ୍ତ ମଣିଷ ଚିନ୍ତା ନ କରେ ତାହେଲେ ପୃଥିବୀ ମଧ୍ୟ ଧ୍ୱଂସ ହୋଇଯିବ। ଧନ୍ୟବାଦ ଆଜ୍ଞା। ଆଜିର ଯେଉଁ ସାହିତ୍ୟ କବିତା ଆସର ହେଇଛି, ତ ଜଣେ ଆମର ସାମ୍ବାଦିକ ସାମ୍ବାଦିକ ଶ୍ୟାମକାନା ପଟ୍ଟନାୟକଙ୍କୁ ସମ୍ମାନିତ କରାଗଲା। ଏଥିସହିତ ଏକ ପୁସ୍ତକ ବି ଉନ୍ମୋଚନ ହେଲା, ତା ବିଷୟରେ ଟିକେ ବିସ୍ତୃତ ବିବରଣୀ କରନ୍ତୁ। ପୁସ୍ତକ ଉନ୍ମୋଚନ ହେଲା ନାରୀ ସେ ନାରାୟଣୀ ପ୍ରମୋଦା ଦେବୀଙ୍କର। ତାଙ୍କର ଏଇଟା 7ମ ଅବଦାନ। ଅନେକ ବହି ସେ ଲେଖିଲେଣି। ତେଣୁ ସେ ବହି ନାରୀ ସେ ନାରାୟଣୀ, ଆପଣ ଜାଣନ୍ତି ଯେ ଆମେ ଆଜି ଶାନ୍ତି ପାଇଁକା ଚିତ୍କାର କରୁଛୁ ଏବଂ କାନ୍ଦୁଛୁ। ଯେତେବେଳେ ଯୁଦ୍ଧ ହୁଏ, ଆପଣ 1971 ଦେଖିଛନ୍ତି ବାଂଲାଦେଶ ସୃଷ୍ଟି ହେଲା। ସେତେବେଳେଠୁ ଆରମ୍ଭ କରି ପ୍ରତି ଯୁଦ୍ଧରେ ଆପଣ ଦେଖନ୍ତୁ, ମହାଭାରତ ଦେଖନ୍ତୁ, ରାମାୟଣ ଦେଖନ୍ତୁ, ସବୁଠି ନାରୀମାନଙ୍କୁ ନେଇକରି ହିଁ ଆମର ଯୁଦ୍ଧ ଘନଘୋର ହେଇଛି। ଏବଂ ସେଇ ନାରୀମାନଙ୍କ ଉପରେ ଲମ୍ପଟ ବ୍ୟକ୍ତିତ୍ୱମାନେ ଏବଂ ତଥାକଥିତ ଉଦ୍ଭ୍ରାନ୍ତ ସୈନିକମାନେ ଯେଉଁ ପ୍ରକାର ଅତ୍ୟାଚାର କରନ୍ତି, ଅନାଚାର କରନ୍ତି, ବଳାତ୍କାର କରନ୍ତି, ତା'ର କଥା କହିଲେ ସରିବ ନାହିଁ। ତେଣୁ ନାରୀଙ୍କୁ ଆମେ ନାରାୟଣୀ ମନେକରି ପୂଜା କରିବା। ତେଣୁ ଆଜିର ଦିବସରେ ସେହି ବହିଟିକି ଆମେ ଉନ୍ମୋଚିତ କରିବା ପାଇଁ ଇଚ୍ଛା କଲୁ ଏବଂ ସେ ବହିଟି ଉନ୍ମୋଚିତ ହେଲା। ଶ୍ୟାମକାନା ପଟ୍ଟନାୟକ ସେ ହେଉଛନ୍ତି ଆମର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଆମେ ଆଶା ରଖିଛୁ ଯେ ଖାଲି ଶ୍ୟାମକାନା ପଟ୍ଟନାୟକ ନୁହନ୍ତି, ଆମର ବହୁ ସାମ୍ବାଦିକଙ୍କୁ ଆମେ ଏହି ପ୍ରକାର କ୍ରମାନ୍ୱୟରେ ସମ୍ମାନିତ କରିବୁ, ସମ୍ବର୍ଦ୍ଧିତ କରିବୁ। ରହୁଛୁ, ଧନ୍ୟବାଦ।